ଗୁପ୍ତ ଯୁଗର ସାଂସ୍କୃତିକ ଉପଲବ୍ଧି ପ୍ରଥମ ଭାଗ MCQକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ଆମେ 50ଟି MCQ ଆଲୋଚନା କରିବା। ପିଲାମାନେ ଭିଡ଼ିଓଟି ଯଦି ତୁମକୁ ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ତୁମ ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିଦେବ। ତା ସହିତ ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, କେଉଁ ଯୁଗର ଶାସନ ସମୟକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ? ଗୁପ୍ତ ଯୁଗର ଶାସନ ସମୟକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। କେଉଁ ଯୁଗରେ ଧର୍ମ, ସାହିତ୍ୟ, ବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଘଟିଥିଲା? ଗୁପ୍ତ ଯୁଗରେ ଧର୍ମ, ସାହିତ୍ୟ, ବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଘଟିଥିଲା। କେଉଁ ଯୁଗକୁ ପେରିକ୍ଲିସ୍ ଯୁଗ ସହିତ ତୁଳନା କରାଯାଏ? ଗୁପ୍ତ ଯୁଗକୁ ପେରିକ୍ଲିସ୍ ଯୁଗ ସହିତ ତୁଳନା କରାଯାଏ। କେଉଁ ଯୁଗକୁ ଅଗଷ୍ଟସ୍ଙ୍କ ଯୁଗ ସହ ତୁଳନା କରାଯାଏ? ଗୁପ୍ତ ଯୁଗକୁ ଅଗଷ୍ଟସ୍ଙ୍କ ଯୁଗ ସହ ତୁଳନା କରାଯାଏ। କେଉଁ ଯୁଗକୁ ଏଲିଜାବେଥ ଯୁଗ ସହିତ ତୁଳନା କରାଯାଏ? ଗୁପ୍ତ ଯୁଗକୁ ଏଲିଜାବେଥ ଯୁଗ ସହିତ ତୁଳନା କରାଯାଏ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କେଉଁ ଭାଷାର ପୁନରୁତ୍ଥାନ ଗୁପ୍ତ ଯୁଗରେ ହୋଇଥିଲା? ସଂସ୍କୃତ ଭାଷାର ପୁନରୁତ୍ଥାନ ଗୁପ୍ତ ଯୁଗରେ ହୋଇଥିଲା। କେଉଁ ଗୁପ୍ତ ସମ୍ରାଟ କବି ଥିଲେ? ସମୁଦ୍ରଗୁପ୍ତ ଗୁପ୍ତ ସମ୍ରାଟ କବି ଥିଲେ। କେଉଁ ଗୁପ୍ତ ସମ୍ରାଟ କବିରାଜ ଉପାଧି ଧାରଣ କରିଥିଲେ? ସମୁଦ୍ରଗୁପ୍ତ ଗୁପ୍ତ ସମ୍ରାଟ କବିରାଜ ଉପାଧି ଧାରଣ କରିଥିଲେ। କେଉଁ ଗୁପ୍ତ ସମ୍ରାଟଙ୍କ ମନ୍ତ୍ରୀ ଥିଲେ ହରିସେନ? ସମୁଦ୍ରଗୁପ୍ତ ଗୁପ୍ତ ସମ୍ରାଟଙ୍କ ମନ୍ତ୍ରୀ ଥିଲେ ହରିସେନ। କିଏ ଆହ୍ଲାବାଦ ପ୍ରଶସ୍ତି ରଚନା କରିଥିଲେ? ହରିସେନ ଆହ୍ଲାବାଦ ପ୍ରଶସ୍ତି ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କିଏ ନୀତିସାର ରଚନା କରିଥିଲେ? କାମୋଦକ ନୀତିସାର ରଚନା କରିଥିଲେ। କାହାକୁ ଭାରତର ସେକ୍ସପିୟର କୁହାଯାଏ? କାଳିଦାସଙ୍କୁ ଭାରତର ସେକ୍ସପିୟର କୁହାଯାଏ। କିଏ ଉରୁଭାଙ୍ଗ ରଚନା କରିଥିଲେ? ଭାସ ଉରୁଭାଙ୍ଗ ରଚନା କରିଥିଲେ। କିଏ ଅଭିଷେକ ରଚନା କରିଥିଲେ? ଭାସ ଅଭିଷେକ ରଚନା କରିଥିଲେ। କିଏ ସ୍ୱପ୍ନ ବାସବଦତ୍ତମ ରଚନା କରିଥିଲେ? ଭାସ ସ୍ୱପ୍ନ ବାସବଦତ୍ତମ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କିଏ ମୁଦ୍ରା ରାକ୍ଷସ ରଚନା କରିଥିଲେ? ବିଶାଖା ଦତ୍ତ ମୁଦ୍ରା ରାକ୍ଷସ ରଚନା କରିଥିଲେ। କିଏ ଦେବୀ ଚନ୍ଦ୍ରଗୁପ୍ତମ ରଚନା କରିଥିଲେ? ବିଶାଖା ଦତ୍ତ ଦେବୀ ଚନ୍ଦ୍ରଗୁପ୍ତମ ରଚନା କରିଥିଲେ। କିଏ ମୃଚ୍ଛକଟିକମ ରଚନା କରିଥିଲେ? ଶୂଦ୍ରକ ମୃଚ୍ଛକଟିକମ ରଚନା କରିଥିଲେ। କିଏ ରଘୁବଂଶମ ରଚନା କରିଥିଲେ? କାଳିଦାସ ରଘୁବଂଶମ ରଚନା କରିଥିଲେ। କିଏ କୁମାର ସମ୍ଭବମ ରଚନା କରିଥିଲେ? କାଳିଦାସ କୁମାର ସମ୍ଭବମ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କିଏ କିରାତାର୍ଜୁନୀୟମ ରଚନା କରିଥିଲେ?
ଭାରବୀ କିରାତାର୍ଜୁନୀୟମ୍ ରଚନା କରିଥିଲେ? କିଏ ଭଟ୍ଟିକାବ୍ୟ ରଚନା କରିଥିଲେ? ଭଟ୍ଟି ଭଟ୍ଟିକାବ୍ୟ ରଚନା କରିଥିଲେ? କିଏ ରାବଣାର୍ଜୁନୀୟମ୍ ରଚନା କରିଥିଲେ? ଭୌମକ ରାବଣାର୍ଜୁନୀୟମ୍ ରଚନା କରିଥିଲେ? କିଏ ଶିଶୁପାଳମ୍ ବଧମ୍ ରଚନା କରିଥିଲେ? ମାଘ ମାଘ ଶିଶୁପାଳମ୍ ବଧମ୍ ରଚନା କରିଥିଲେ? କିଏ ଶୃଙ୍ଗାର ଶତକ ରଚନା କରିଥିଲେ? ଭର୍ତ୍ତୃହାରି ଶୃଙ୍ଗାର ଶତକ ରଚନା କରିଥିଲେ? ପରବର୍ତ୍ତୀ ପ୍ରଶ୍ନଟି ହେଉଛି କିଏ ନୀତି ଶତକ ରଚନା କରିଥିଲେ? ଭର୍ତ୍ତୃହାରି ନୀତି ଶତକ ରଚନା କରିଥିଲେ? କିଏ ବୈରାଗ୍ୟ ଶତକ ରଚନା କରିଥିଲେ? ଭର୍ତ୍ତୃହରି ବୈରାଗ୍ୟ ଶତକ ରଚନା କରିଥିଲେ? କିଏ ପଦ୍ୟ ଚୂଡ଼ାମଣି ରଚନା କରିଥିଲେ? ବୁଦ୍ଧଘୋଷ ପଦ୍ୟ ଚୂଡ଼ାମଣି ରଚନା କରିଥିଲେ? କିଏ ଦଶକୁମାର ଚରିତ ରଚନା କରିଥିଲେ? ଦଣ୍ଡୀ ଦଶକୁମାର ଚରିତ ରଚନା କରିଥିଲେ? କିଏ ବାସବଦତ୍ତ ରଚନା କରିଥିଲେ? ସୁବନ୍ଧୁ ବାସବଦତ୍ତ ରଚନା କରିଥିଲେ? ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ କିଏ ପଞ୍ଚତନ୍ତ୍ର ରଚନା କରିଥିଲେ? ବିଷ୍ଣୁ ଶର୍ମା ପଞ୍ଚତନ୍ତ୍ର ରଚନା କରିଥିଲେ? କିଏ କାମସୂତ୍ର ରଚନା କରିଥିଲେ? ବତ୍ସାୟନ କାମସୂତ୍ର ରଚନା କରିଥିଲେ? କିଏ କାବ୍ୟଦର୍ଶ ରଚନା କରିଥିଲେ? ଦଣ୍ଡୀ କାବ୍ୟଦର୍ଶ ରଚନା କରିଥିଲେ? କିଏ କାବ୍ୟାଲଙ୍କାର ରଚନା କରିଥିଲେ? ଭୀମଙ୍କର କାବ୍ୟାଲଙ୍କାର ରଚନା କରିଥିଲେ? କିଏ ବୃହତ୍ ସଂହିତା ରଚନା କରିଥିଲେ? ବରାହମିହିର ବୃହତ୍ ସଂହିତା ରଚନା କରିଥିଲେ? ପରବର୍ତ୍ତୀ ପ୍ରଶ୍ନଟି ହେଉଛି କିଏ ଚନ୍ଦ୍ର ବ୍ୟାକରଣ ରଚନା କରିଥିଲେ? ଚନ୍ଦ୍ରଗୋମିନ ଚନ୍ଦ୍ର ବ୍ୟାକରଣ ରଚନା କରିଥିଲେ? କିଏ ଅଷ୍ଟାଧ୍ୟାୟୀ ଲେଖିଥିଲେ? ପାଣିନି ଅଷ୍ଟାଧ୍ୟାୟୀ ଲେଖିଥିଲେ? କିଏ ବାର୍ତ୍ତିକା ରଚନା କରିଥିଲେ? କାତ୍ୟାୟନ ବାର୍ତ୍ତିକା ରଚନା କରିଥିଲେ? କିଏ ଅମରକୋଷ ଲେଖିଥିଲେ? ଅମର ସିଂ ଅମରକୋଷ ଲେଖିଥିଲେ? କେଉଁ କେଉଁ ଭାଷାର ଉନ୍ନତି ହୋଇଥିଲା ଗୁପ୍ତ ଯୁଗରେ? ସଂସ୍କୃତ ପାଲି ଓ ପ୍ରାକୃତ ଭାଷାର ଉନ୍ନତି ହୋଇଥିଲା ଗୁପ୍ତ ଯୁଗରେ? ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ କେଉଁ ଭାଷାରେ ବୌଦ୍ଧ ଧର୍ମଗ୍ରନ୍ଥ ଗୁଡ଼ିକ ରଚନା କରାଯାଇଥିଲା? ପାଲି ଭାଷାରେ ବୌଦ୍ଧ ଧର୍ମଗ୍ରନ୍ଥ ଗୁଡ଼ିକ ରଚନା କରାଯାଇଥିଲା? କେଉଁ ଭାଷାରେ ଜୈନ ଧର୍ମଗ୍ରନ୍ଥ ଗୁଡ଼ିକ ରଚନା କରାଯାଇଥିଲା? ପ୍ରାକୃତ ଭାଷାରେ ଜୈନ ଧର୍ମ ଗ୍ରନ୍ଥ ଗୁଡ଼ିକ ରଚନା କରାଯାଇଥିଲା? କିଏ ଅଭିଜ୍ଞାନ ଶାକୁନ୍ତଳମ୍ ରଚନା କରିଥିଲେ? କାଳିଦାସ ଅଭିଜ୍ଞାନ ଶାକୁନ୍ତଳମ୍ ରଚନା କରିଥିଲେ? କିଏ ମାଳବିକାଗ୍ନିମିତ୍ରମ୍ ରଚନା କରିଥିଲେ? କାଳିଦାସ ମାଳବିକାଗ୍ନିମିତ୍ରମ୍ ରଚନା କରିଥିଲେ? କିଏ ବିକ୍ରମୋର୍ବଶ୍ୟମ୍ ରଚନା କରିଥିଲେ? କାଳିଦାସ ବିକ୍ରମୋର୍ବଶ୍ୟମ୍ ରଚନା କରିଥିଲେ?
ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କିଏ ଗୁପ୍ତ ଯୁଗର ପ୍ରତିଷ୍ଠାତା ଥିଲେ? ଶ୍ରୀଗୁପ୍ତ ଗୁପ୍ତ ଯୁଗର ପ୍ରତିଷ୍ଠାତା ଥିଲେ। କେଉଁ ମସିହାରୁ କେଉଁ ମସିହା ପର୍ଯ୍ୟନ୍ତ ଗୁପ୍ତମାନେ ଶାସନ କରିଥିଲେ? 320 ଖ୍ରୀଷ୍ଟାବ୍ଦରୁ 550 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଗୁପ୍ତମାନେ ଶାସନ କରିଥିଲେ। କିଏ ଗୁପ୍ତ ଯୁଗର ଶେଷ ପ୍ରସିଦ୍ଧ ରାଜା ଥିଲେ? ସ୍କନ୍ଦଗୁପ୍ତ ଗୁପ୍ତ ଯୁଗର ଶେଷ ପ୍ରସିଦ୍ଧ ରାଜା ଥିଲେ। କିଏ ଗୁପ୍ତ ଯୁଗର ଶେଷ ସମ୍ରାଟ ଥିଲେ? ବିଷ୍ଣୁଗୁପ୍ତ ଗୁପ୍ତ ଯୁଗର ଶେଷ ସମ୍ରାଟ ଥିଲେ। କେବେ ଗୁପ୍ତ ସାମ୍ରାଜ୍ୟର ପତନ ଘଟିଲା? 550 ଖ୍ରୀଷ୍ଟାବ୍ଦରେ ଗୁପ୍ତ ସାମ୍ରାଜ୍ୟର ପତନ ଘଟିଲା। ପିଲାମାନେ, ଆଜିର ଏହି ଗୁପ୍ତ ଯୁଗର ସାଂସ୍କୃତିକ ଉପଲବ୍ଧି ପ୍ରଥମ ଭାଗ MCQ ଭିଡ଼ିଓରେ ଆମେ ସର୍ବମୋଟ 50ଟି MCQ ବିଷୟରେ ଆଲୋଚନା କଲେ। ବାକି ଯାହା ସବୁ MCQ ଗୁଡ଼ାକ ରହିଯାଇଛି ଏହି ଟପିକରୁ ଆମେ ଦ୍ୱିତୀୟ ଭାଗରେ ଆଲୋଚନା କରିବା।